ଦିନେ ମାତା ରୁକ୍ମଣୀ ଭଗବାନ କୃଷ୍ଣ ଖାଇସାରିଲା ପରେ ଗୋଟେ ଗ୍ଲାସ ଗରମ କ୍ଷୀର ପିଇବାକୁ ଦେଲେ। କ୍ଷୀର ବହୁତ ଗରମ ଥିଲା। ଭଗବାନ ପିଇଲା ପରେ ଛାତି ପୋଡିଲା ଆଉ ଯନ୍ତ୍ରଣା ହେଲା। ଆଉ ତାଙ୍କ ପାଟିରୁ ବାହାରିଲା, ହେ ରାଧା। ତ ମାତା ରୁକ୍ମଣୀ କହିଲେ, ଭଗବାନ ମୁଁ ତମକୁ ମୋ ଜୀବନଠୁ ବି ଅଧିକା ଭଲ ପାଉଛି ଆଉ ପ୍ରେମ କରୁଛି। କଣ ଅଛି ସେ ରାଧାରାଣୀ ପାଖରେ? ଆପଣଙ୍କର ପ୍ରତିଟି ନିଶ୍ୱାସରେ ରାଧାରାଣୀଙ୍କ ନାଁ ବାହାରୁଛି। ଭଗବାନ କୃଷ୍ଣ ଟିକେ ହସିଲେ ଆଉ କହିଲେ ଦେବୀ ତମେ କେବେ ରାଧାରାଣୀ କି ଦେଖିଛ? ତାଙ୍କ ସହିତ କଥା ହେଇଛ? ତ ଯେତେବେଳେ ରୁକ୍ମଣୀ ଯାଇ ପହଞ୍ଚିଲେ ରାଧାରାଣୀଙ୍କ ମହଲରେ ମାଙ୍କୁ ଦେଖା କରିବା ପାଇଁ, ପ୍ରଥମେ ଦ୍ୱାର ପାଖରେ ଦେଖିଲେ ଜଣେ ସ୍ତ୍ରୀ ଠିଆ ହେଇଛି। ବହୁତ ସୁନ୍ଦର ଦେଖିବାକୁ ଆଉ ମୁହଁରେ ବହୁତ ତେଜ। ସେ ଭାବିଲେ ଇଏ ବୋଧେ ରାଧାରାଣୀ। ଆଉ ସେ ତାଙ୍କ ପାଦ ତଳେ ପଡି ନମସ୍କାର ହେଲେ। ସେତିକି ବେଳେ ସେ ସ୍ତ୍ରୀ ପଚାରିଲେ, କିଏ ତମେ? ତମର ପରିଚୟ କଣ? ମାତା ରୁକ୍ମଣୀ ପରିଚୟ ଦେଇ କାହିଁକି ଆସିଛନ୍ତି ସେ କଥା ବି କହିଲେ। ଆଉ ସେ ସ୍ତ୍ରୀ କହିଲେ ମୁଁ ହଉଛି ରାଧାରାଣୀଙ୍କ ଦାସୀ। ମା ଭିତରେ ଅଛନ୍ତି ଆଉ 7ଟା ଦ୍ୱାର ପାର ହେଲା ପରେ ମାଙ୍କ ସହିତ ଦେଖା କରିବି। ପୁଣି ଗଲେ ଯେତେବେଳେ 7 ଦ୍ୱାର ପାର ହୋଇଛନ୍ତି, ପ୍ରଥମେ ମାଙ୍କୁ ଦେଖିଲେ। ଅପୂର୍ବ ସୁନ୍ଦର, ଦେହର ତେଜ ସହିତ ଅପୂର୍ବ ସୁନ୍ଦର, ପୁରା ଠାକୁରାଣୀଙ୍କ ଭଳିଆ ଦେଖାଯାଉଛନ୍ତି। ସେ ତାଙ୍କ ପାଦ ତଳେ ପୁଣି ନମସ୍କାର କଲେ ତ ଦେଖିଲେ ତାଙ୍କ ଗୋଡରେ ସବୁ ଫୁଟକା ଛୋଟ ଛୋଟ ବାହାରିଛି ଆଉ ଦେହ ଯାକ ଫୁଟକା ହେଇଯାଇଛି। ତ ରୁକ୍ମଣୀ ପଚାରିଲେ, ମା ରାଧାରାଣୀ ଆପଣଙ୍କ ଦେହରେ ଏମିତି କେମିତି ହେଇଛି? ନା ଯେତେବେଳେ ତମେ କାଲି ଗରମ କ୍ଷୀର ଭଗବାନ କୃଷ୍ଣଙ୍କୁ ପିଇବାକୁ ଦେଲ, ତାଙ୍କ ଛାତିରେ ପୋଡିଲା ଆଉ ଯନ୍ତ୍ରଣା ହେଲା। ଆଉ ମୁଁ ବା ତାଙ୍କ ଛାତିରେ ରହେ। ତାଙ୍କ ଛାତିକି ଯେତେବେଳେ କଷ୍ଟ ହେଇଛି, ମୋ ଦେହରେ ହିଁ ତାର ପ୍ରଭାବ ରହିବ ଆଉ ଫୁଟକା ରହିବ। କଥା କହିବାର କାରଣ, ସବୁବେଳେ ରାଧାରାଣୀଙ୍କ ନାମ ଜପ କଲେ କୃଷ୍ଣ ଭଗବାନ ତମ ପାଖରେ ରହିବେ ଆଉ ସବୁ ବିପଦରୁ ମୁକ୍ତ ହେବେ। କମେଣ୍ଟରେ ରାଧାରାଣୀ କହିବାକୁ ଭୁଲିବେନି। ଜୟ ଶ୍ରୀ କୃଷ୍ଣ, ଜୟ ଶ୍ରୀ ରାଧା।